ପ୍ରକୃତ ପ୍ରେମ କ'ଣ? ଚାଲନ୍ତୁ ଶୁଣିବା ସୁନ୍ଦର କାହାଣୀଟିଏ। ଗୋଟିଏ ଝିଅ ଗୋଟିଏ ସାଧୁଙ୍କୁ ପଚାରିଲା, ପ୍ରକୃତ ପ୍ରେମ କ'ଣ? କାହିଁକି ପ୍ରକୃତ ପ୍ରେମ ସମସ୍ତଙ୍କ ଭାଗ୍ୟରେ ନଥାଏ? ଏଥିରେ ବାସ୍ତବତା କ'ଣ? ସାଧୁ ଜଣକ ଟିକିଏ ହସି ଉତ୍ତର ଦେଲେ, ଗୋଟେ କାମ କର, କାଲି ସକାଳେ ଫୁଲ ବଗିଚାକୁ ଯାଇ ସବୁଠୁ ଭଲ ଫୁଲଟିକୁ ତୋଳି ଆଣିବ। ତାପରେ ମୁଁ ତୁମ ପ୍ରଶ୍ନର ଉତ୍ତର ଦେବି। ପରଦିନ ଝିଅଟି ସକାଳୁ ଉଠି ଫୁଲ ବଗିଚାକୁ ଗଲା ସତ, ହେଲେ ଖାଲି ହାତରେ ଫେରି ଆସିଲା। ସାଧୁ ପଚାରିଲେ, କ'ଣ ହେଲା, ଫୁଲ ନ ଆଣି ଖାଲି ଆସିଲ? ଝିଅଟି ଉତ୍ତର ଦେଲା, ବାବା, ମୁଁ ଗୋଟିଏ ସବୁଠାରୁ ସୁନ୍ଦର ଫୁଲକୁ ଦେଖିଲି, କିନ୍ତୁ ମୁଁ ଭାବିଲି ତା'ଠାରୁ ଆହୁରି ସୁନ୍ଦର ଫୁଲ ଥିବ ବୋଧେ। ମୁଁ ବଗିଚାରେ ଅନ୍ୟ ଫୁଲ ଖୋଜିବାକୁ ଆଗକୁ ଚାଲିଗଲି, କିନ୍ତୁ କୌଣସି ଫୁଲ ସେ ଫୁଲ ଭଳି ସୁନ୍ଦର ଦେଖାଯାଉନଥିଲା। ମୁଁ ପୁଣି ସେ ଫୁଲ ପାଖକୁ ଫେରି ଆସିଲି, ହେଲେ ପରେ ଦେଖିଲି ଯେ ଅନ୍ୟ କେହି ତାକୁ ତୋଳି ନେଇଯାଇଛି। ତାପରେ ସାଧୁ ଜଣକ ଉତ୍ତର ଦେଲେ, ଏହା ହିଁ ହେଉଛି ପ୍ରକୃତ ପ୍ରେମର ବାସ୍ତବତା। ସାମ୍ନାରେ ଯିଏ ଥାଏ, ଆମେ ତା'ର ଯତ୍ନ ନେଉନଥାଉ। ଆମ ପାଖରେ ଥିବା ଲୋକଙ୍କର ମୂଲ୍ୟ ବୁଝିପାରନ୍ତିନି, ଆଉ ଯେତେବେଳେ ଆମେ ତା'ର ମୂଲ୍ୟ ବୁଝିଥାଉ, ତା ପାଖକୁ ଫେରିବାକୁ ଚେଷ୍ଟା କରୁ, ସେତେବେଳେ ସେ ଆଉ କାହାର ହୋଇଯାଇଥାଏ। ସେଥିପାଇଁ ଅନେକ ଲୋକ ପ୍ରକୃତ ପ୍ରେମକୁ ପାଇନଥାନ୍ତି। ସତରେ ବନ୍ଧୁ, ଆମ ପାଖରେ ଯିଏ ଅଛି ତାକୁ ଭଲ ପାଆନ୍ତୁ ଆଉ ସ୍ନେହ ଆଦର ଦିଅନ୍ତୁ। ଯଦି କାହାଣୀଟି ଆପଣଙ୍କୁ ଭଲ ଲାଗିଥିବ ତାହେଲେ ଲାଇକ୍, ସେୟାର, କମେଣ୍ଟ କରିବେ। ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନେବେ, ଏମିତି ଲଭ୍ ଷ୍ଟୋରି କାହାଣୀ ଶୁଣିବା ପାଇଁ।